नमस्कार। आम आज अरुण देव घर को आसलु भाई अवस्था जो आम देखी जो शुणी भी अवस्था बहुत शोचनीय माने देखी भी हेनी मैंने घर परिस्थिति भी कही हेनी आज अच्छा शाशु आम पाखे अच्छे सी कहे आम कि कौन घटना कौन कहले आपण मानक नमस्कार से मैं जॉइन होती सी बहुत हेल्प करती आ मो मान कथा भी बहुत बुझे हाँ मो पु एक्सीडेंट हो गला बहुत सीरीयस है सी जो जही सब बुझुते बापा माँ कथा भी बुझुते आज अवस्था 3 वर्ष है बहुत सीरीयस हो जहाँकि ब्रेन ट्यूमर होता ट्यूमर पर बहुत सीरीयस गुड़ा हाथ चल टाटा नहीं गले टाटार भल तो हो पारना बहुत परिस्थिति एकमात्र सी घर इनकम करवा लोक सी आज 3 वर्ष है घर पड़ते झील तो छाड़ी कहीं जापारनी भी खटा जापार छाड़ी सेवार सी पूरा रोचे 3टा छुआ ट्यूशन कर जहाँ रोजगार कर चलिया अक्षम मुझे हस्पिटाल छोट चाकरी कर छोट चाकरी मैंने अच्छे आप धन्यवाद देवी मैडम को मैडम आमको जन खबरटा मैडम जनला मैडम आम आज आसिक पहुँचु मैडम कौन कहे घटना कौन ମୁଁ ଡକ୍ଟର ଅଂଶୁପା ରାଉଳ ସିଏଚସି ରେମୁଣାରେ ସିନିୟର ମେଡିକାଲ ଅଫିସର ପୋଷ୍ଟରେ କାର୍ଯ୍ୟରତ ଦୀର୍ଘ 4 ଇୟର୍ସ ହେଲାଣି ମୁଁ ୟାଙ୍କର ଟ୍ରିଟମେଣ୍ଟ କଥା ବୁଝାବୁଝି କରୁଥିଲି ଫାର୍ଷ୍ଟରେ ଯେତେବେଳେ ସେ ଡିଟେକ୍ଟ ହେଲା ସେ ଯାଇକିନା ଏମ୍ସରେ ତାଙ୍କୁ ରେଫର କରାହେଇଥିଲା ଏମ୍ସକୁ ସେଇଠୁ ସିଏ ଅପରେସନ ହେଇକିନା ଆସିଥିଲେ ବ୍ରେନ୍ ଟ୍ୟୁମର ପାଇଁ ତାପରେ କିଛି ଗୋଟେ ସସ୍ପେକ୍ଟ କେସରେ ତାଙ୍କୁ ରେଡିଓଥେରାପି ଦିଆହେଇଥିଲା ତାପରେ 6 months ଯାଏଁ ସେ ଠିକ୍ ଥିଲେ ତାପରେ ପରିସ୍ଥିତି ଆହୁରି ଖରାପ ହେଇଗଲା ଯାହାପରେ କି ମୁଁ ତାଙ୍କୁ ଟାଟା କୁ ରେଫର କରିଥିଲି ତାପରଠୁ ଦିନକୁ ଦିନ ପରିସ୍ଥିତି ଖରାପ ହେଇଯାଇଛି ଷ୍ଟାର୍ଟିଂରେ ହାତ ଗୋଡ଼ ଟିକେ କଷ୍ଟ ହଉଥିଲା ଚାଲିବାରେ କମ ସେ କଷ୍ଟମଷ୍ଟ ଚାଲି ପାରୁଥିଲେ ଦୀର୍ଘ 6 months ହେଲାଣି ସେ ଆଉ ଚାଲି ବି ପାରୁନାହାନ୍ତି ପ୍ରତି ମନ୍ଥ ସିଏ 10 ରୁ 15 ଦିନ ଯାଇକି ଟାଟା ମେମୋରିଆଲରେ ଯାଇକି ଟ୍ରିଟମେଣ୍ଟ ହେଇକି ଆସୁଛନ୍ତି 15 ଦିନ ଏଇଠି ତ 15 ଦିନ ମୁମ୍ବାଇରେ ଆମର ଟାଟା ମେମୋରିଆଲ ହସ୍ପିଟାଲରେ ଟ୍ରିଟମେଣ୍ଟ ହେଇକି ଆସୁଛନ୍ତି ବହୁତ ପଇସା ଖର୍ଚ୍ଚ ହଉଛି ଯିବା ଆସିବା ତାଙ୍କ ଟ୍ରିଟମେଣ୍ଟ କେମୋଥେରାପି ନ୍ୟୁରୋସାଇକିଆଟ୍ରି ଟ୍ରିଟମେଣ୍ଟ ତାଙ୍କର ଏମିତିକି ବର୍ତ୍ତମାନ ଚାଲି ବୁଲି ବି ପାରୁନାହାନ୍ତି ଝାଡ଼ା ପରିସ୍ରା ସବୁ ଖଟରେ ହଉଛି ଡାଇପର ସବୁ ଯଦି ଖର୍ଚ୍ଚ ଦେଖା ହୁଏ ବର୍ଷ ସାରାରେ ତାଙ୍କର 60 ରୁ 70 ଲକ୍ଷ ଟଙ୍କା ଖର୍ଚ୍ଚ ହଉଛି ଯୋଉଟା କି ତାଙ୍କ ପରିବାର ପକ୍ଷରେ ସମ୍ଭବ ନୁହଁ ଲାଷ୍ଟ 2 months ତଳେ ଯେତେବେଳେ ସେ ଟୋଟାଲି ଚାଲି ପାରିଲେନି ମୁଁ ତାଙ୍କୁ ଗୋଟେ ହ୍ୱିଲ ଚେୟାର ଆରେଞ୍ଜ କରିକିନା ଦେଇଥିଲି ତାପରେ ଏବେ ତ ଏତେ ଖର୍ଚ୍ଚ ବଢିଗଲାଣି କୌଣସି ଉପାୟରେ ସମ୍ଭବ ହେଇପାରିଲାନି ବୋଲି ମୁଁ ଆମର ଦୁଃଖ ସୁଖର ସାଥୀ ପ୍ରେସିଡେଣ୍ଟ ଆକାଶ ବାବୁଙ୍କୁ ମୁଁ କଥା ହେଇଥିଲି ଏ ବିଷୟରେ ତାପରେ ସିଏ ଆଜି ଆସିଛନ୍ତି ହେଲ୍ପ କରିବା ପାଇଁ ମୁଁ ଆଶା କରୁଛି ତାଙ୍କ ପକ୍ଷରୁ ନିହାତି କିଛି ଗୋଟେ ପଜିଟିଭ ହେଲ୍ପ ମିଳିବ ଯାହାଦ୍ୱାରା କି ଏଇ ପରିବାରଟି ଦୁଃଖୀ ପରିବାରଟି ହେଲ୍ପଫୁଲ ହେଇପାରିବ निश्चित भाव आम संगठन तरफ किसी हेल्प करूँ प्रत्येक मस जिते दिन भाई आम सहित अच्छा सब दिन हेल्प करूँ जो मैंने वीडियो देखुं दयाकोरी से चाहूँ हेल्प करने मुझे एड्रेस तले मेंशन करदेवी दयाकोरी आसी हेल्प करेंगे बहुत निहाती दरकार ए परिवार जोटा कि दुख देखे होनी कि कही होनी रही जय जगन्नाथ।